ପୋଲସରା ବ୍ଲକ ବାଣ ରାମଚନ୍ଦ୍ରପୁର ସ୍ଥିତ ପଲିସ୍ନି ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ଅତିଥି ଭାବେ ବିଜେଡି ନେତ୍ରୀ ତଥା ସମାଜସେବୀ ଆରତୀ ଦେବୀ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ତତ୍ସହିତ ରକ୍ତଦାନ କ୍ଷେତ୍ରରେ ଛାତ୍ରୀମାନେ ଆଗଭର ହୋଇ ଆସିବା ନିହାତି ସ୍ୱାଗତଯୋଗ୍ୟ ବୋଲି କହିଥିଲେ। ସମ୍ପ୍ରତି ରାଜ୍ୟରେ ମହିଳା ସଶକ୍ତିକରଣ ଧାରା ଜାରି ରହିଥିଲା ବେଳେ ଛାତ୍ରୀମାନଙ୍କ ଏଭଳି ପଦକ୍ଷେପ ନୂଆ ଦିଶା ଦେବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସରେ ତାଙ୍କ ଦୀର୍ଘାୟୁ କାମନା କରି ଏଭଳି ଏକ ଭବ୍ୟ ଆୟୋଜନ ବୋଲି ଶ୍ରୀ ଦେବୀ କହିଛନ୍ତି। କଲେଜ ଅଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ସମାଜସେବୀ ସୁଷମା ସାହୁ ଉଦ୍ଘାଟନ କରିଥିଲେ। ଉକ୍ତ ଅନୁଷ୍ଠାନର 46ରୁ ଊର୍ଦ୍ଧ୍ୱ ଛାତ୍ରୀ ରକ୍ତଦାନ କରିଛନ୍ତି। ସେହିଭଳି ଆରତୀ ଦେବୀଙ୍କ ପ୍ରଚେଷ୍ଟାରେ ସ୍ଥାନୀୟ ଉତ୍ସାହ ଯୁବକ ସେଥିରେ ସାମିଲ ଥିବା ସହିତ ଜଣାଯାଇଛି। ଏମ୍କେଜିସି ମେଡିକାଲ କଲେଜ ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀମାନେ ଆସି ରକ୍ତ ସଂଗ୍ରହ କରିଥିଲା ବେଳେ ପଲିଶ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଶିବିରରେ ପରିଚାଳନା ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, ପ୍ରୟାଗ ଖବର।